ରତ୍ନଭଣ୍ଡାର ଖୋଲିବ 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 ଖୋଲିଲା କେତେ ଦିନରୁ କହିକି ସେଥିରୁ ସରକାର ବଦଳି ଗଲେ ଖୋଲିଲା ପୁଣି ସେ ଡ୍ରାମାବାଜି କାହିଁ ଚାଲିଛି ଏନେ ମୋ କହିବା କଥା ରତ୍ନଭଣ୍ଡାର ଏଇସେ ହିଁ କୁହାଇ ଭଙ୍ଗା ତା ଭିତରେ ନଷ୍ଟ ହେଇଯାଇଛି ସେଇ ଆଗ ରତ୍ନଭଣ୍ଡାର ସୁରକ୍ଷିତ ପାଇଁକି ରତ୍ନଭଣ୍ଡା କାର୍ଯ୍ୟ ହଉ ଭଲ ମାର୍କେ ତାପରେ ମଣତି ଗଣତିଟା ପଛରେ ହେବ ଆଗ ରତ୍ନଭଣ୍ଡାର କାମ ହେବ ଇ ମହାଶୟ କହିଲେ କିଏ ତୁଣ୍ଡରୁ ଖୋଲିବନି ମୁଣ୍ଡରେ ଅଛି ଏଇସବୁ ବାହ୍ୟ କଥା କହିବା ଉଚିତ ନୁହଁ 11 ସତ୍ୟ କରୁଛୁ ଆରେ ସତ୍ୟ ତ କରୁଛ ତା ଭିତରେ ଯାଉଥିଲ କାହିଁକି 4.5 କୋଟି ଓଡ଼ିଆ ଭାଇ ଅନେଇଛନ୍ତି ଭାଇ ଭଉଣୀମାନେ ମହାପ୍ରଭୁର କ'ଣ ଅଛି ନ ଅଛି ସ୍ୱୟଂ ଭଗବାନ ସିଏ ହେଲେ ଭକ୍ତର ଭଗବାନ ଭକ୍ତ ଅପେକ୍ଷା କରିଛନ୍ତି ଯେ ପ୍ରଭୁଙ୍କର କ'ଣ ଅଛି ଯେ ଆମେ ଆଗେ ଗୋଟେ ଅନ୍ଧକାର ରଖିଲେ ଚୋରି ହେଇଗଲା ନେଇଗଲା ଇଏ ହେଲା ସେ ହେଲା ଚାବି ହଜିଲା କିନ୍ତୁ ସେମାନେ ଅପେକ୍ଷା କରିଛନ୍ତି କ'ଣ ଅଛି କି ନ ଅଛି କାଲି ସେ କହିଲେ ତିରୁଟେ ଅଛି ଇଏ ସରୁଟେ ଅଛି ଭାବୁନାହାନ୍ତି ଜଗନ୍ନାଥ ରଘୁନାଥ ବେଶ ହୋଇଥିଲେ ରଘୁନାଥ ବେଶରେ ମହାପ୍ରଭୁ ଧନୁଷର ଧରନ୍ତି ଏଇଟା ସେଟା ଚିନ୍ତା କରିବା ଦରକାର ସିଏ ମାନେ କିଏ ଗୋଟେ ରଖିଛି ଯୁଦ୍ଧ କରୁଥିଲା ରଖୁଛି ଏଇସବୁ ନୁହଁ ହେଲା ଆଉ ଏଇସବୁ ଜିନିଷ ଏଇସବୁ ଏଙ୍କ ନିୟମ ହେଲା ଆଜି କହିଲି ମାନେ କ'ଣ କହିବେ ଏମାନେ ସବୁ ସବୁବେଳେ ମୂର୍ଖାମୀ କଥାବାର୍ତ୍ତା ଏସବୁ ଏଙ୍କ ନିୟମ ହେଲା ଇଏ ନେଇ ସରକାରଙ୍କୁ ଦେବା କଥା ରିପୋର୍ଟ ସରକାର ଏଇଟାକୁ ସାର୍ବଜନିତ କରିବେ ସମସ୍ତଙ୍କ ଆଗରେ ଯେ ଏଇ ଜିନିଷ ଅଛି ଏଇ ଜିନିଷ ନ ଅଛି ଆମେ ଯାହା ଭାବୁଥିଲେ ରଘୁନାଥ ବେଶ ଜିନିଷ କୁଆଡ଼େ ଗଲା କ'ଣ ହେଲା ଏମାନେ ଅଧା ପନ୍ଥୀରା କଥା କହୁଛନ୍ତି ଏ ଲାଭ କ'ଣ ଆରେ 11 ଜଣ ତମକୁ ପଠିଆ ହେଇଥିଲା କି 16 ଜଣଙ୍କୁ ପଠିଆ ହେଇଥିଲା ତେବେ ମଣତି ଗଣତି କରି ସବୁ ଲୋକଙ୍କୁ ଜଣେଇବ ପବ୍ଲିଶ ହେବ ଏଇଟା ସରକାର ଇମିଡ଼ିଏଟଲି ସାର୍ବଜନିତ କରୁନାହିଁ ତ ଲୋକଙ୍କ ମନରେ ସନ୍ଦେହ ଆସିବ ପୁଣି ସରକାରଙ୍କ ଉପରେ ଲୋକଙ୍କୁ ସନ୍ଦେହ ଆସିବ ଏ ସରକାର ବି ସେଇ ଜିନିଷ କଲେ ଏଇଟା ଠିକ୍ ନୁହଁ ଏମାନେ ସରକାର ଦିଅନ୍ତୁ ସରକାର ସାର୍ବଜନିତ କରନ୍ତୁ ପବ୍ଲିକ କରନ୍ତୁ ଲୋକ ଜାଣନ୍ତୁ ଯେ ଏଇ ଜିନିଷ ହେଲା କି ନ ହେଲା।